ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ଆପଣମାନେ ନିହାତି ଭାବେ ଜାଣିଥିବେ লিভর কিডনি ଏବଂ ବହୁବିଧ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରି କରି ଶେଷରେ ଆଜି ଆମ ଗହଣରେ ନାହାନ୍ତି ହ୍ୟୁମାନ ସାଗର। ସିନେ ଜଗତକୁ ଯେମିତି ଶନିଦଶା ଘାରିଛି, ତେବେ ବଲିଉଡ୍, ଟଲିଉଡ୍ ଏବଂ ହଲିଉଡ୍ରେ ଏମିତିକି ଟେଲି ଜଗତରୁ ମଧ୍ୟ ଅଭିନେତା ଅଭିନେତ୍ରୀଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଆଉ ବର୍ତ୍ତମାନ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଜଣେ କଳାକାର। ତେବେ କିଡନି ଏବଂ লিভର ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। লিଭର ଇନଫେକ୍ସନ୍ ଯୋଗୁଁ ସେ ଖୁବ୍ ଦୁର୍ବଳ ମଧ୍ୟ ହୋଇଯାଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା ଯେ ଜଣେ ଫ୍ୟାନ୍ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ, କିନ୍ତୁ ଏତେ ପରେ ବି ତାଙ୍କର ଜୀବନ ବଞ୍ଚିପାରିଲା ନାହିଁ। লিভର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ଇନଫେକ୍ସନ୍ ଚିକିତ୍ସାରେ ପଇସା ପାଣି ପରି ଖର୍ଚ୍ଚ ହୋଇଯାଉଥିଲା ଏବଂ ଏକୁଟିଆ ଅଭିନୟ ନିଜ ଚିକିତ୍ସା କରିବାକୁ ସମର୍ଥ ମଧ୍ୟ ନଥିଲେ। ତେବେ ସିନେମା ଜଗତରେ ଶୋକର ଛାୟା ବୁଡ଼ି ଯାଇଛି। ତେବେ ଏତେ କମ୍ ବୟସରୁ ଦୁନିଆକୁ ଅଲବିଦା କହିଛନ୍ତି ସହଜରେ ଗ୍ରହଣ କରିପାରୁନାହାନ୍ତି। ତେବେ ତାଙ୍କର ଫ୍ୟାନ୍, ଇଣ୍ଡଷ୍ଟ୍ରି ସହିତ ନିକଟ ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବ ମଧ୍ୟ ଶୋକର ଛାୟାରେ ବୁଡ଼ି ରହିଛନ୍ତି। ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ସୁପରଷ୍ଟାର ଧନୁଷ ମଧ୍ୟ ଅଭିନୟଙ୍କ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କାର ସାହାଯ୍ୟ କରିଥିଲେ। ସିନେମାରେ ଏକାଧିକ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ନଜର ଆସିଥିବା ଅଭିନେତା ଅଭିନୟ କିଙ୍ଗର ବର୍ତ୍ତମାନ ଦୁନିଆକୁ ଅଲବିଦା କହିଛନ୍ତି। ମାତ୍ର 44 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଅଭିନୟ କ୍ୟାରିୟରରେ ଆରମ୍ଭ ତାମିଲ ସୁପରଷ୍ଟାର ଧନୁଷଙ୍କ ସହ ଅଭିନୟ କରିଥିଲେ।